ବୁଢ଼ୀ କହିବା ଅନୁସାରେ କିଛି ଜରୁରୀ ସାମଗ୍ରୀ ଯଥା କିଛି ପିଜୁଳି, ଏକ ଦର୍ପଣ, ଏକ ଲାଉସରା, କିଛି ଲୁଣ ଓ 2-3ଟି ଧାରୁଆ ଅସ୍ତ୍ର ଧରି ବାହାରି ପଡ଼ିଲୁ। ମୋ ମନରେ ଏକ ପ୍ରଶ୍ନ ଆସୁଥାଏ। ବୁଢ଼ୀକୁ ଠିକ୍ ପଚାରିଲା ବେଳକୁ ଅନ୍ୟମନସ୍କ ହେତୁ ମୋର ଆଉ କିଛି ମନେ ପଡ଼ିଲା ନାହିଁ। ଏଥର ସବୁ ଜିନିଷକୁ ଛୋଟ ଛୋଟ ମୁଣିରେ ପୁରାଇ ଧରି ବାହାରି ପଡ଼ିଲୁ। ବାହାରି ତ ପଡ଼ିଲୁ, କିନ୍ତୁ କେଜାଣି କେତେ ବାଟ ଓ କେଉଁ ଦିଗରେ ଯିବୁ। ପାଖରେ କେବଳ ଗୋଟିଏ ସାହାରା, ପେଚିନି। ଯାହା ହେଉନା କାହିଁକି ବଞ୍ଚି ଫେରିବାର ଆଶାର ଆଲୋକ ଆହୁରି ଉଜ୍ଜ୍ୱଳମାନ ଦିଶୁଥାଏ। ଚାଲୁ ଚାଲୁ କୌତୂହଳବଶତଃ ବୁଢ଼ୀକୁ ପଚାରିଦେଲି, କେତେ ଦୂର? ବୁଢ଼ୀ ଏକ ଧୀର ହସ ହସି କହିଲା, କାହିଁକି ଏମିତି ହେଉଛ? ପ୍ରଥମେ ସେଠି ପହଞ୍ଚିଲା ବେଳକୁ ବଞ୍ଚି ରହିବୁ କି ନାହିଁ ଦେଖ। ସବୁ ଯେତେବେଳେ ବୁଢ଼ୀକୁ କଟମଟ କରି ରାଗରେ ଦେଖିବା ଆରମ୍ଭ କଲେ, ବୁଢ଼ୀ ହସ ବନ୍ଦ କରି କହିଲା, ଏମିତି କ'ଣ ମୋତେ ଦେଖୁଛ? ସତ ତ କହିଲେ, ମୋ ଠାରୁ ମଧ୍ୟ ଏଠାରେ ଆହୁରି ଭୟଙ୍କର ଶୟତାନ ଅଛନ୍ତି। ସେମାନଙ୍କର କବଳରୁ ଯଦି ତୁମେ ବଞ୍ଚିଯାଅ, ତାହେଲେ ତୁମେ ଖର୍ଦ୍ଦା ପାଖରେ ପହଞ୍ଚିବ। ମୁଁ ତ ତାଙ୍କ ପାଖକୁ ମଧ୍ୟ ଯିବି ନାହିଁ। ଯାହା ରହିଲା ତୁମ ହାତରେ। ଏହା ଶୁଣି ନିଶା ତା କାନଟିକୁ ଜୋରରେ ଧରି ପକାଇଲା ଏବଂ କହିଲା, କ'ଣ କହୁଥିଲୁ ତୁ? କନା ଆମ ସହିତ ରହିବୁନି? ଆମ ଭିତରେ ଏକ ସନ୍ଧି ହୋଇଥିଲା, ମନେ ପଡ଼ୁନି ତୋର? ବୁଢ଼ୀ ପାଉଥିବା ଦରଜ ସହି ନପାରି ବିକଳ ସ୍ୱରରେ କହିଲା, ମାଟା ପରା ମୋତେ ଛାଡ଼ିଦେ, ବହୁତ ଦର୍ଜ ହେଉଛି। ମୁଁ ତ କେବଳ ମଜାରେ କହୁଥିଲି, ଛାଡ଼ିଦେ। ଏତିକି ଶୁଣି ନିଶା କହିଲା, ନାଇଁ ତୋ କାନ ଟାଣି ଟାଣିକି ହିଁ ନେବି। ଆଜି ତୋତେ ଛାଡ଼ିବି ନାହିଁ। ମୋ ହାତରେ ବହୁତ ବଡ଼ କ୍ଷତ କରିଛୁ ତୁ। ଜମା ଛାଡ଼ିବିନି। ଏହା ଦେଖି ସମସ୍ତେ ହସିଲେ, ମୁଁ ମଧ୍ୟ ଜୋରରେ ହସିଲି। ଏମିତି ହସ ଖୁସିରେ ଚାଲୁ ଚାଲୁ ଆମେ ପହଞ୍ଚିଗଲୁ ଏକ ପାହାଡ଼ର ପାଦଦେଶରେ। ସେତେବେଳକୁ ଉପରବେଳା ହୋଇଯାଇଥାଏ। ପାଖରେ ତ କେହି ନାହାନ୍ତି ଓ ବୁଢ଼ୀକୁ ପଚାରିଲେ ମଧ୍ୟ କିଛି ଲାଭ ନାହିଁ। ତେଣୁ ପୂର୍ବରୁ ଟିଭିରେ ଦେଖିଥିବା କିଛି କୌଶଳକୁ ଅନୁସରଣ କରି କିଛି କାଠ ଓ ବିଭିନ୍ନ ବଡ଼ ବଡ଼ ପତ୍ର ଦ୍ୱାରା ତିଆରି କରିଦେଲୁ ଏକ କୁଡ଼ିଆ। ପ୍ରବଳ ଭୋକ ଲାଗୁଥାଏ, ତେଣୁ ବୁଢ଼ୀ ଘରୁ ଆଣିଥିବା କିଛି ପିଜୁଳିକୁ ଖାଇଦେଲୁ। କିନ୍ତୁ ବୁଢ଼ୀ ତ ପିଜୁଳି ଖାଇବ ନାହିଁ। ତେଣୁ ତା ପାଇଁ ଏବଂ ରାତି ଭୋଜନ ପାଇଁ ଏକ କାଠରେ ଗୋଟିଏ ଶକ୍ତିଶାଳୀ ଲଟା ବାନ୍ଧି ଖୁସି ପାଖରେ ଥିବା ଏକ ଶକ୍ତିଶାଳୀ କଣ୍ଟାକୁ ଗୁଡ଼ାଇ ପାଣିରେ ଛାଡ଼ିଦେଲେ। କାଚ ଭଳି ଚକମକ କରୁଥିବା ପାଣିରୁ ଗୋଟିଏ ପରେ ଗୋଟିଏ 4ଗୋଟି ମାଛ ଧରି ପକାଇଲେ। ଧରିବା ମାତ୍ରେ ଯାଇ ଅନ୍ୟମାନଙ୍କୁ ଦେଇ ଆସେ ଓ ପୁଣି ନାଳରେ କଣ୍ଟା ପକାଏ। ମୁଁ ପଞ୍ଚମ ଥର ଧରିବା ପାଇଁ ଯାଇଥାଏ ଓ ଜଙ୍ଗଲ ଭିତରୁ ଶୁଭିଲା, ଭାଇ ଏଠିକି ଆସ, ଅନେକ ମାଛ ଅଛନ୍ତି, ଶୀଘ୍ର ଆସ। ମୁଁ ଭାବିଲି ରାଜେଶ ବୋଧେ, କିନ୍ତୁ ରାଜେଶ ତ ଭାରି ଭୟାଳୁ। ସେ କେମିତି ବଣ ଭିତରକୁ ଏକା ଆସିବ? କିନ୍ତୁ ମନେ ମନେ ଭାବିଲି କି ଏହିସବୁ ପରିସ୍ଥିତି ବୋଧେ ରାଜେଶକୁ ବଦଳାଇ ଦେଇଛି। ପୁଣି ଶୁଭିଲା, ଶୀଘ୍ର ଆସ, ବହୁତ ବଡ଼ ମାଛ ମିଳିଛି। ମୁଁ ଶବ୍ଦକୁ ଅନୁସରଣ କରି ଆଗକୁ ବଢ଼ୁଥାଏ। ଶବ୍ଦ ବାହାରୁଥିବା ସ୍ଥାନର ଆହୁରି ନିକଟତର ହେଉଥାଏ। ହଠାତ୍ କେଉଁଠୁ ପେଚିନି ଆସି ମୋ ଉପରକୁ ଡେଇଁ ମୋ ରାସ୍ତା ଅଟକାଇ ଦେଲା ଓ ବଣରୁ ଯଥାଶୀଘ୍ର ବାହାରିବାକୁ କହିଲା। ପ୍ରଶ୍ନ ପଚାରିବି କାହିଁକି? ସେ ତ ବଣର ସବୁ ଜାଣିছে। ତେଣୁ କିଛି ନ ଭାବି ତା ପଛରେ ଦୌଡ଼ି ଦୌଡ଼ି ବଣରୁ ବାହାରି ଆସିଲେ। ବୁଢ଼ୀ ଓ ମୁଁ ଦୁହେଁ ପହଞ୍ଚିଲୁ କୁଡ଼ିଆ ପାଖରେ। କିନ୍ତୁ ରାଜେଶକୁ ମୁଁ ସେଠାରେ ପାଇ ଆଶ୍ଚର୍ଯ୍ୟ ହୋଇଗଲି। ପଚାରିଲି, ଆରେ ତୁ ପରା ବଣ ଭିତରକୁ ଯାଇଥିଲୁ? ରାଜେଶ ଏହା ଶୁଣି କହିଲା, ନା ମୁଁ ଏଠି ହିଁ ଥିଲି। ଠିକ୍ ସେହି ସମୟରେ ପେଚିନି ଆସି କହିଲା, ନା ସେ ରାଜେଶ ନଥିଲା, ସେ ଥିଲା ଏକ ରକ୍ତ ପିପାସୁ ରାକ୍ଷସ ବିଶିମା। ସମସ୍ତେ ଆଶ୍ଚର୍ଯ୍ୟର ସହିତ ବୁଢ଼ୀକୁ ଦେଖୁଥାନ୍ତେ। ପ୍ରଶ୍ନ ପଚାରିବା ଦରକାର ନାହିଁ, ମୁଁ କହିଦେଉଛି ସେ ବିଶିମା କିଏ। ସେ ହେଉଛି ଏକ ଏମିତିକା ଅଭିଶପ୍ତ ଆତ୍ମା ଯିଏ ନିଜ ଜୀବନ କାଳରେ ଅନେକ ବୃଷଭକ ହତ୍ୟା କରିଥାଏ ଓ ତାହାର ଭକ୍ଷଣ କରିଥାଏ। ଏହିଭଳି ଆତ୍ମାକୁ ଅଭିଶାପ ସ୍ୱରୂପ ଅଧା ଶରୀର ମଣିଷ, ଅଧା ଶରୀର ଷଣ୍ଢର ମିଳିଥାଏ ଓ ଏକ ଅସରନ୍ତି ଭୋକର ନିଆଁ, ଯାହା କେବଳ ରକ୍ତ ଓ ମାଂସରେ ହିଁ ଲିଭେ। ବେଳେବେଳେ ପାତାଳରେ ସେମାନେ କୋକୁଆ ଭୟ ସୃଷ୍ଟି କରିଦିଅନ୍ତି। ଯଦି ସେମାନଙ୍କୁ ସେଠି ଉଚିତ ପରିମାଣର ସୁସ୍ୱାଦୁ ଶିକାର ନ ମିଳେ, ତାହେଲେ ସେମାନେ ଉପରକୁ ଆସିଥାନ୍ତି।
କିନ୍ତୁ ଯେବେଠାରୁ ସେ ଖରଧା ଆସିଛି, ସେ ନିଜ ସହିତ ଏହି ରାକ୍ଷସଟିକୁ ଧରି ଆସିଛି, ସେବେଠାରୁ ଆସୁଥିବା ସମସ୍ତ ଜୀବଜନ୍ତୁଙ୍କ ଶିକାର ସେ କରେ। ମଣିଷ ମଧ୍ୟ ତା ଶିକାରର ଅନ୍ତର୍ଭୁକ୍ତ। ଏହା ଶୁଣି ମଥାରେ ହାତ ଦେଇ ବସିଲେ ସମସ୍ତେ। ବୁଢ଼ୀ କହିଲା, ଡର ନାହିଁ, ମୁଁ ଏଥିରେ ତୁମର ସାହାଯ୍ୟ କରିବି। ରାଜେଶ ଏହା ଶୁଣି ପେଚିନିକୁ କହିଲା, ଏହା ତ ତୋର ଦାୟିତ୍ୱ। ନିଶା ଏଥର ପଚାରିଲା, ତାହେଲେ ବିପଦକୁ କିପରି ଏଡ଼େଇ ଦିଆଯିବ କହ। ବୁଢ଼ୀ ସମସ୍ତଙ୍କୁ ପାଖକୁ ଡାକି ଏକ ଗୋଲାକାର ଭାବରେ ବସାଇ ଉପାୟ ବତେଇବା ଆରମ୍ଭ କଲା। ପ୍ରଥମେ ସେ ଅନେକ ବୃଷଭଙ୍କର ହତ୍ୟାକାରୀ, ତେଣୁ ସେ ମହାଦେବଙ୍କ ଅତି ପ୍ରିୟ ବସ୍ତୁକୁ ଭୟ କରେ। ତେଣୁ ଅତି କମ୍ରେ 108 ବେଲପତ୍ର ନିଶ୍ଚିତ ଆବଶ୍ୟକ। ତା ସହିତ ଦୁଦୁରା ଅବା ଅରଖ ଫୁଲ ରହିଲେ ଆହୁରି ଭଲ। କିନ୍ତୁ ବିପଦ ଆମ ମୁଣ୍ଡ ଉପରେ, ତେଣୁ 108 ବେଲପତ୍ର ସହ ଏହି କାର୍ଯ୍ୟ କରିବା ପାଇଁ ପଡ଼ିବ। ପ୍ରଥମେ 2ଟି ବୃତ କରି ପ୍ରତ୍ୟେକ ବୃତ ଚାରିପଟେ ବେଲପତ୍ର ସଜେଇବା ପାଇଁ ପଡ଼ିବ ଓ ପ୍ରଥମ ବୃତରେ ତୁମେ ଓ ଦ୍ୱିତୀୟ ବୃତରେ ତାକୁ ରହିବା ପାଇଁ ପଡ଼ିବ। ସେ ଭିତରକୁ ଆସିବା ମାତ୍ରେ ଏକା ସ୍ୱରରେ ଓମ୍ ନମଃ ଶିବାୟ 108 ଥର ଜପ କରିବାକୁ ପଡ଼ିବ। ଏହି କାର୍ଯ୍ୟ ସମ୍ପାଦନ ହେବା ମାତ୍ରେ ସେ ଏଠାରୁ ଉଭାନ ହୋଇଯିବ। କିନ୍ତୁ ଧ୍ୟାନ ରଖିବ, ସେହି ସମୟରେ ମୁଁ ଏଠି ନଥିବି, କାରଣ ଏହି କ୍ରିୟା ମୋର ମଧ୍ୟ କ୍ଷତି କରିପାରେ ଓ ବେଲପତ୍ର ଗଛ ସେହି ଜଙ୍ଗଲ ଭିତରେ ଅଛି। ସବୁ କହିଦେଲି, ଏବେ ତୁମ କାମ ବାକି ରହିଲା। ସବୁ ଶୁଣିଲା ପରେ ଖୁସି କହିଲା, ତାହେଲେ ସେହି ବଣକୁ ଯିବ କିଏ? ଯଦି କେହି ଯିବ, ଯିଏ ସେଠାକୁ ଯିବ ସେ କେମିତି ଜାଣିବ କି ସେ ରାକ୍ଷସ ଯଦି ତା ପାଖରେ ଅଛି? ଉତ୍ତର ଦେଇ ବୁଢ଼ୀ କହିଲା, ସେ ଯେତେବେଳେ ଆସେ ଏକ ପଚା ଗନ୍ଧ ଆସିବା ଆରମ୍ଭ ହୁଏ ଓ ତା ସହିତ ସେ ସବୁ ସମୟରେ ଏକ ଭ୍ରମର ପରି ଶବ୍ଦ ବାହାର କରେ। କାରଣ ସେ ଜୀବଜନ୍ତୁକୁ ମାରି ଖାଇ ତ ଦିଏ, କିନ୍ତୁ ଅଧିକାଂଶ ମାଂସକୁ ସେ ହଜମ କରିପାରେ ନାହିଁ। ତେଣୁ ତାକୁ ବାନ୍ତି କରି ସେ ବାହାରକୁ ବାହାର କରିଦିଏ। ଯେହେତୁ ସେ ବାରମ୍ବାର ବାନ୍ତି କରେ, ତେଣୁ ସେହି ଧଇଁ ସଇଁ ଶବ୍ଦଟି ବାରମ୍ବାର ବାହାରେ ଓ ଭ୍ରମର ପରି ଶବ୍ଦ ପରି ପ୍ରତୀତ ହୁଏ। ସବୁଠୁ ବଡ଼ ମୁଁ ଓ ଏହା ମୋର କର୍ତ୍ତବ୍ୟ। ରାଜେଶ ତ ଯେଉଁ ସାହସୀ, ତେଣୁ କିଛି କାହାକୁ ନ ପଚାରି ମୁଁ ବାହାରି ଆସିଲି ଏବଂ କହିଲି, ମୁଁ ଯିବି ବଣକୁ ଦରକାର ସାମଗ୍ରୀ ଆଣିବା ପାଇଁ, କିନ୍ତୁ ପେଚିନି ତୁ ମଧ୍ୟ ମୋ ସହିତ ଯିବୁ। ଏହା ଶୁଣି ପେଚିନି ଡେଇଁକି କହିଲା, ମୁଁ କାହିଁକି? ଅନ୍ୟମାନେ ଅଛନ୍ତି। ମୁଁ ପ୍ରଥମେ ଏକ କୁକୁର ଦେହରେ ଅଛି। ଯଦି ସେ ମୋର ଶିକାର କରିଦେବ ଓ ନହେଲେ ବ୍ରହ୍ମ ରାକ୍ଷସ ପାଖରେ ମୋତେ କଏଦ କରିଦେବ। ପେଚିନି ମନା କରୁଥିଲା, କିନ୍ତୁ ତାକୁ ବହୁତ ବୁଝେଇବା ପରେ ଯେ କିପରି ସେ ଜେଲି ଦେହରେ ଥିବାରୁ ତାର ତୀକ୍ଷ୍ଣ ଆଘ୍ରାଣ ଶକ୍ତି ଆମ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇପାରିବ, ତାହା ସେ ବହୁତ ଭାବିବା ପରେ ମୋ ସହିତ ଆସିବା ପାଇଁ ରାଜି ହୋଇଗଲା। ସନ୍ଧ୍ୟା ପାଖାପାଖି 5ଟା ହେବ ବୋଧେ। ମୁଁ ଓ ପେଚିନି ଯିବା ପାଇଁ ପ୍ରସ୍ତୁତ ହେଉଥାଉ। ଆମ ପାଖରେ ଏକ ଧାରୁଆ ଛୁରୀ, ନିଶାର ଚୁନି, ତା ସହିତ ଏକ ମୁଣି ଥାଏ। ପେଚିନି କଞ୍ଚା ମାଛଟିଏ ଗିଳି ପକାଇଲା। ବାକି ଥିବା ଫଳ ଗୁଡ଼ିକ ମୁଁ ଖାଇଗଲି ଓ ମୁଁ କହିଲି, ମୁଁ ଶୀଘ୍ର ଚାଲି ଆସିବି ଓ ଆସିଲା ବେଳକୁ ତୁମେମାନେ ରାନ୍ଧିକି ଖାଇ ଦେଇଥିବ। ସେହି ମୁଣି ଗୁଡ଼ିକ ଭିତରୁ ଗୋଟିଏରେ କିଛି ଲୁଣ ଅଛି। ପାଣି ଝରଣା ଠାରୁ ନେଇ ଆସିବ, ଆଣି ରନ୍ଧାରନ୍ଧି କରିବ। ଯଦି ମୋର କିଛି ହୁଏ, ତାହେଲେ ପେଚିନି ଆସି ତୁମମାନଙ୍କୁ ଖବର ଦେବ। ତାପରେ ବାକି ତୁମ ହାତରେ। କାହା ମୁହଁରୁ କିଛି କଥା ବାହାରୁ ନଥିଲା। ସମସ୍ତେ କେବଳ ଆଖି ମଟମଟ କରି ଦେଖୁଥିଲେ ଓ ମୁଁ କହୁଥିବା କଥାକୁ ଶୁଣୁଥିଲେ, ଆଉ କେବଳ ହଁ କିମ୍ବା ନାଇଁରେ ମୁଣ୍ଡ ହଲାଉଥିଲେ। ଆଉ ଅଧିକ ସମୟ ନ ଗଡ଼ାଇ ବାହାରି ପଡ଼ିଲୁ। ପେଚିନି ମୋ ଆଗରେ ଚାଲୁଥାଏ ଆଉ ମୁଁ ତା ପଛେ ପଛେ। ଦେଖୁ ଦେଖୁ ଝରଣା ପାଖରେ ପହଞ୍ଚିଗଲୁ। ଏହି ଝରଣା କେଜାଣି କେତେ ଦିନଠାରୁ ବହୁଛି। ଯାହା ହେଉନା କାହିଁକି, ଆଜି ତାଠାରୁ ଆମର ପେଟ ଭରିଲା। ପେଚିନି ସେହି ଝରଣାକୁ ଅତି ସହଜରେ ଡେଇଁ ଡେଇଁ ଅତିକ୍ରମ କରିଦେଲା। କିନ୍ତୁ ମୋତେ ଖସି ପଡ଼ିବାର ଭୟ ଥିଲା, ତେଣୁ ମୁଁ ଚପଲ 2ଟି ବାହାର କରି ପାଦ ଚିପି ଚିପି ଚାଲିଲି। ଶୀତ ଧୀରେ ଧୀରେ ବଢ଼ୁଥାଏ ଓ ମୋ ପାଦ ପାଣି ଭିତରେ ଥିବାରୁ ମୋତେ ସାଂଘାତିକ ଶୀତ ହୋଇ ମୋ ଦେହ ଥରି ଯାଉଥାଏ। ମୁଁ ବହୁତ କଷ୍ଟରେ ପହଞ୍ଚିବା ପରେ କୂଳରେ କିଛି ସମୟ ପାଇଁ ବସି ପଡ଼ିଲି। ଏହା ଦେଖି ପେଚିନି କହିଲା, ବସ୍ ନାହିଁ, ଶୀଘ୍ର ଚାଲ, ସନ୍ଧ୍ୟା ହେଲାଣି, ଆଲୋକର ବ୍ୟବସ୍ଥା ମଧ୍ୟ ନାହିଁ।
ଏହା ଶୁଣି ମୁଁ ପୁଣି ଚାଲିବା ଆରମ୍ଭ କଲି। ଚାଲୁ ଚାଲୁ ବୁଢ଼ୀ କହିଲା, ଦେଖ, ଯଦି ସେ ତୁମମାନଙ୍କୁ ଧରି ନିଏ, ତାହେଲେ ଯଦି ତୁମ ପାଖରେ କିଛି ନାହିଁ, ତାହେଲେ ସେ ବେଲପତ୍ରକୁ ଭାଙ୍ଗି ତା ଆଖିରେ ବୋଳିଦେବ। ସେ ସମୟରେ ମୁଁ ତୁମର କିଛି ବି ସାହାଯ୍ୟ କରିପାରିବିନି, ତେଣୁ ତୁମେ ହିଁ ତୁମର ସାହାରା। ବୁଢ଼ୀର କଥା ଶୁଣି ମୁଁ ଭାବିଲି, ବୁଢ଼ୀ ମୋତେ ସାହାଯ୍ୟ କରୁଛି ନା ମୋ ସାହସ ଭାଙ୍ଗୁଛି। ତେଣୁ ଆଉ କିଛି ଅଧିକ ଜବାବ ନ ରଖି ଚୁପଚାପ ଚାଲିଲି। ହଠାତ୍ ଚାଲୁ ଚାଲୁ ବୁଢ଼ୀ କହିଲା, ରହ, ସାମ୍ନାରେ ଦେଖ କ'ଣ ପଡ଼ିଛି। ମୁଁ ଯାଇ ଦେଖିଲା ବେଳକୁ ସେଠାରେ ଏକ ବାରହାର ଶବ ଝୁଲୁଥିଲା, ଯାହାର ବୋଧେ ଆଜି ହିଁ ମୃତ୍ୟୁ ହୋଇଥିବ। ତା ପେଟରୁ ଅନ୍ତନାଳୀ ବାହାରେ ଝୁଲୁଥାଏ ଓ କେବଳ ଏକ ଛୋଟ ଚର୍ମ ଦ୍ୱାରା କେବଳ ମୁଣ୍ଡ ଓ ଦେହ ଯୋଡ଼ି ହୋଇଥାଏ। ବେକର ହାଡ଼, ଶ୍ୱାସନଳୀ ଏବଂ ଖାଦ୍ୟନଳୀ ଇତ୍ୟାଦି ଅଧଖଣ୍ଡ ହୋଇଯାଇଥିଲା। ବୁଢ଼ୀ ମୋ ଆଡ଼କୁ ଚାହିଁ କହିଲା, ସେ ଆଜି ଦିନରେ ବୋଧେ ଏହାର ଶିକାର କରିଛି। ପୁଣି ରାତିରେ ନିଶ୍ଚିତ ଶିକାର କରିବ ଓ ସେ ତୁମମାନଙ୍କୁ ଦେଖିସାରିଛି। ବୋଧେ ତା'ର ପରବର୍ତ୍ତୀ ଲକ୍ଷ୍ୟ ତୁମେମାନେ। ସେ ନିଶ୍ଚୟ ପାଖରେ ଅଛି, ତେଣୁ ଯାହା କରିବ ଅତି ଶୀଘ୍ର କରିବାକୁ ପଡ଼ିବ। ସନ୍ଧ୍ୟା ହୋଇଗଲାଣି। କେହି ସମୟ ପରେ ରଜନୀ ବିରାଜମାନ କରିବ। ଜଙ୍ଗଲ କାଦୁଅ ରାସ୍ତାରେ ବେଳେବେଳେ ମୋ ଗୋଡ଼ ଖସି ଯାଉଥିଲା। ବେଳେବେଳେ ମୁଁ ଭାବୁଥିଲି, ଏତେ ବଡ଼ ବଣ, କିନ୍ତୁ ଏ ବେଲଗଛ ପାଇଁ ଏତେ ଦୂର ଯିବାକୁ ପଡ଼ୁଛି। କ'ଣ ବୁଢ଼ୀ ମୋ ସହିତ ବିଶ୍ୱାସଘାତ କରୁଛି କି? ଏମିତି ଭାବୁ ଭାବୁ ବୁଢ଼ୀ କହିଲା, ରହ, ଆଗକୁ ଦେଖ। ମୁଁ ସାମ୍ନାକୁ ଦେଖିଲି। ମୁଁ ସାମ୍ନାରେ ଦେଖିବାକୁ ପାଇଲି ଯେ ବହୁତ ଗୁଡ଼ିଏ ଛୋଟ ଛୋଟ ବେଲଗଛ, ଯାହାର ଦୈର୍ଘ୍ୟ କେବଳ ମୋ ଉଚ୍ଚତା ସହିତ ସମାନ ହେବ। ମୋ ମନ ଖୁସି ହୋଇଗଲା। ଏହା ଦେଖି ମୁଁ ଖୁସି ହୋଇଗଲି। ଯେଉଁଠୁ ପାରିଲି ବେଲପତ୍ର ଛିଣ୍ଡେଇବାକୁ ଲାଗିଲି। ବେଲପତ୍ର ଛିଣ୍ଡେଇବା ସମୟରେ ମୋ ହାତରେ କଣ୍ଟା ଗୁଡ଼ିକ ମଧ୍ୟ ବାଜୁଥାଏ। ସେସବୁକୁ ଖାତିର ନ କରି ମୁଁ ବେଲପତ୍ର ସଂଗ୍ରହ କରି ଚାଲିଲି। କିଛି ଚୁନି ଭିତରେ, କିଛି ମୁଣି ଭିତରେ, ଆଉ କିଛି ପକେଟ ଭିତରେ ମଧ୍ୟ ଭରି ଚାଲିଲି। ଆଉ କିଛି ଖାଇ ମଧ୍ୟ ଦେଲି। ପେଚିନି ଦୂରରେ ଥାଇ ଚାରିଆଡ଼େ ନିରୀକ୍ଷଣ କରୁଥାଏ। ସେ ଦୂରରେ ଥାଇ ମୋତେ କହିଲା, କାମ ହେଲା ତ, ଚାଲି ଆସ। ରାତି ହେଲାଣି, ତୁ ଦେଖିପାରିବୁନି। କଥା ତ ସତ, ରାତି ହେଲାଣି। ମୁଁ ସତରେ କେବଳ ଜହ୍ନ ଆଲୁଅରେ କିଛି ମାତ୍ରାରେ ଆଗକୁ ଦେଖିପାରୁଥିଲି। ମଶାଲ ପାଇଁ ମଧ୍ୟ ଏକ ଶୁଖିଲା କାଠ ନଥିଲା, କାରଣ ତଳ ମାଟି ତ ଓଦା ଥିଲା। ତେଣୁ ସେଥିରେ ନିଆଁ ଲଗାଇବାର ତ ପ୍ରଶ୍ନ ଉଠୁନଥିଲା। କେବଳ ପେଚିନି ହିଁ ଅନ୍ଧର ଅନ୍ଧ ଲଉଡ଼ିଥିଲା। ସେହି ବଣ ଭିତରୁ ଆମେ ନିଜ ତମ୍ବୁ ପାଖକୁ ଯାତ୍ରା ଆରମ୍ଭ କଲୁ। ଚାରିଆଡ଼େ ମିଞ୍ଜି ମିଞ୍ଜି ଆଲୁଅ ଓ ତାହା ମଧ୍ୟ ବଡ଼ ବଡ଼ ଗଛରୁ ତଳକୁ ପଡ଼ୁନଥିଲା। ତେଣୁ ଜାଗା ଜାଗାରେ କେବଳ ଅନ୍ଧକାରର ଶାସନ। କିଛି ରାସ୍ତା ଏଭଳି ଥିଲା ଯାହାକୁ ମୁଁ ଦେଖିପାରୁଥିଲି। ଯିବା ସମୟରେ ମନରେ କେବଳ ଗୋଟିଏ ଆଶଙ୍କା, ବିସୀମା। ଚାରିଆଡ଼କୁ ଅତି ନିରୀକ୍ଷଣ କରି ପାଦ ବଢ଼ାଉଥିଲେ, କିନ୍ତୁ ପେଚିନି ନିଶ୍ଚିତରେ ଚାଲୁଥାଏ। ତେଣୁ ମୋର ମଧ୍ୟ ସାହସ ବଢ଼ୁଥାଏ। ଯେତେ ଶୀଘ୍ର ପାରେ ସେତେ ଶୀଘ୍ର ପାଦ ବଢ଼ାଉଥାଏ। କେବଳ ଗୋଟିଏ ଆଶା ଯେ ନଦୀ କେତେ ଶୀଘ୍ର ଡେଇଁ ପଳାଇବି। କିନ୍ତୁ ଏହି ମୂର୍ଖ ରାସ୍ତା ସରିବାର ନାଁ ଧରୁନଥାଏ। ଚାଲୁ ଚାଲୁ ବଣ ସରିଗଲା, ନଦୀ ଆସିଗଲା। ମୋ ମନର ଆଶଙ୍କା କମିବା ଆରମ୍ଭ କଲାଣି ଓ ଶେଷରେ ଦୁହେଁ ନଦୀ ପାଖରେ ପହଞ୍ଚିଗଲୁ। ତଣ୍ଟି ଶୁଖି ଯାଉଥିଲା, ତେଣୁ କିଛି ପାଣି ପିଇବା ପାଇଁ ଆଞ୍ଜୁଳାରେ ଧରିଲି। ପେଚିନି ମଧ୍ୟ କିଛି ପାଣି ପିଇ ବାହାରିବା ପାଇଁ ପ୍ରସ୍ତୁତ ହୋଇଗଲା। ମୁଁ ମଧ୍ୟ କିଛି ବେଲପତ୍ର ପାଟିରେ ପକାଇଲି। କିନ୍ତୁ ଶେଷରେ ଯିବା ପୂର୍ବରୁ ବୁଢ଼ୀ କହିଲା, ରହ, ମୁଁ କିଛି ବାରି ପାରୁଛି। ବୋଧହୁଏ ସେ ଆମ ପାଖରେ ଅଛି। ମୁଁ ପଚାରିଲି, କ'ଣ ସେ ଆମ ପାଖରେ ଅଛି? ତାହେଲେ ଏତିକି କହିଛି କି ନାହିଁ, ହଠାତ୍ କେହି ଜଣେ ଅତି ଜୋରରେ ମୋତେ ପଛକୁ ଟାଣି ନେଇ ମୋ ମୁହଁକୁ ପଛପଟୁ ଜାବୁଡ଼ି ଧରିଲା। ସେହି ଜୀବର ନଖ ଗୁଡ଼ିକ ଦେଖି ମୁଁ ବୁଝି ଯାଇଥିଲି ଯେ ସେ କିଏ। ସେ ଦୁର୍ଗନ୍ଧରେ ପୁରା କ୍ଷେତ୍ର ଫାଟି ପଡ଼ୁଥିଲା, ଯାହାର ଶବ୍ଦ ମଧ୍ୟ ଭାରି ଭୟଙ୍କର ଥିଲା। ମୁଁ ଆଉ କିଛି ଭାବିବା ପୂର୍ବରୁ ସେ ମୋତେ ଓଲଟାଇ ମୋ ବେକକୁ ଧରି ନେଇଥିଲା। ସେ ମୋ ଗଳା ଉପରେ ଆହୁରି ଚାପ ପକାଇଲା। ମୁଁ ପ୍ରାଣ ବିକଳରେ କିଛି ଛେପ ତା ଉପରେ ପକାଇଦେଲି। ଛେପ ପକାଇବା ମାତ୍ରେ ତାକୁ ଅସହ୍ୟ ଯନ୍ତ୍ରଣା ହେବାକୁ ଲାଗିଲା। ତେଣୁ ସେ ମୋତେ ଛାଡ଼ିଦେଲା। ମୋର ମନେ ପଡ଼ିଗଲା ଯେ ମୋ ପାଟିରେ ବେଲପତ୍ର ଥିଲା। ମୁଁ ଏଥର ମୋର ପଡ଼ିଯାଇଥିବା ବେଲପତ୍ର ଗୁଡ଼ିକ ଧରି
ଦୌଡ଼ିବାକୁ ଲାଗିଲେ। ସେ ଦରଜରେ ଏବେ ମଧ୍ୟ ଛଟପଟ ହେଉଥିଲା। କେଜାଣି କେଉଁଠୁ ପେଚିନି ମଧ୍ୟ ମୋ ସହିତ ଚାଲି ଆସିଲା। ଆମେ ଦୁହେଁ ଝରଣା ଅତିକ୍ରମ କରିବାକୁ ଆରମ୍ଭ କଲୁ। ଝରଣା ଅତିକ୍ରମ କରିବା ସମୟରେ ମୋ ଗୋଡ଼ ଖସିଗଲା। ଫଳରେ ବହୁତ ଜୋରରେ ମୁଁ ପଡ଼ିଗଲି ଓ ପଛକୁ ବୁଲି ଦେଖିଲା ବେଳକୁ ମୋ ଆଡ଼କୁ ବିସୀମା ଧୀରେ ଧୀରେ ବଢ଼ୁଥାଏ। ଶେଷରେ ସେ ମୋ ସାମ୍ନାକୁ ଆସିଗଲା ଓ ମୋତେ ଶୁଙ୍ଘିବା ଆରମ୍ଭ କରିଲା। କିଛି ସମୟ ଶୁଙ୍ଘିବା ପରେ ହଠାତ୍ ସେ ନିଜ ହାତରେ ମୋତେ ପୁଣି ଧରି ନେଲା। ଠିକ୍ ସେହି ସମୟରେ ପେଚିନି ନିଜ ମୁହଁରେ ଏକ ବେଲପତ୍ରର ଡାଳଟିଏ ଧରି ବିସୀମା ଉପରକୁ ଡେଇଁ ପଡ଼ିଲା। ବିସୀମା ଗୋଟିଏ ପ୍ରହାର ଦେଲା, କିନ୍ତୁ ପୁଣି ପେଚିନି ଠିଆ ହୋଇ ଆଉ ଥରେ ଆକ୍ରମଣ କଲା। ସେହି ସମୟ ଭିତରେ ମୋ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ଏଥର ପେଚିନି ଠିକ୍ ପଛପଟୁ ଆକ୍ରମଣ କଲା ଓ ବେଲପତ୍ର ତା ମୁଣ୍ଡ ଉପରେ ଥୋଇଦେଲା। ବେଲପତ୍ରଟି ତା ମୁଣ୍ଡରେ ବାଜିବା ମାତ୍ରେ ଗୋଟିଏ ନିଆଁ ଭଳି ରଶ୍ମିଟିଏ ବାହାରିଲା ଓ ବହୁତ ଜୋରର ଶବ୍ଦ କରି ସେ ପାଣି ଭିତରକୁ ଚାଲିଗଲା। ଡରି ଯାଇଥିବା ହେତୁ ପ୍ରଖର ବେଗରେ ନଦୀରୁ ବାହାରି ସମସ୍ତଙ୍କ ପାଖକୁ ଦୌଡ଼ିଲେ। ପହଞ୍ଚିବା ମାତ୍ରେ ସମସ୍ତେ ପଚାରିବା ଆରମ୍ଭ କରିଦେଲେ ଯେ କ'ଣ ହେଲା, କେମିତି ହେଲା ଇତ୍ୟାଦି। ପ୍ରଥମେ ପାଣି ଟିକେ ପିଇ କ୍ଷତ ହୋଇଥିବା ସ୍ଥାନକୁ ଧୋଇ ପାଖରେ ଥିବା ନିମ ଗଛରୁ ପତ୍ର ଆଣି ଲଗାଇଲେ। ଏହିସବୁ କାମ ସରିବା ପରେ ବେଲପତ୍ର ଗୁଡ଼ିକ ବାହାର କଲି ଓ ନିଜ ସହିତ ହୋଇଥିବା ପ୍ରତିଟି ଘଟଣାକୁ ଗୋଟି ଗୋଟି କରି ବର୍ଣ୍ଣନା କଲି। ଠିକ୍ ଏହି ସମୟରେ ପେଚିନି ଆସି ପହଞ୍ଚିଲା। ତାକୁ ମୋ ଜୀବନ ବଞ୍ଚାଇବା ପାଇଁ ବହୁତ ବହୁତ ଧନ୍ୟବାଦ ଦେଲି। ଭୋକ ବହୁତ ଜୋରରେ ଲାଗୁଥିଲା, କିନ୍ତୁ ଖାଇବା ପାଇଁ ଯିବା ବେଳକୁ ପେଚିନି କହିଲା, ରୁହ, ପ୍ରଥମେ ବେଲପତ୍ର କାମ ସାର, ତାପରେ ଖାଇବ। ସେ ତୁମମାନଙ୍କୁ ଦେଖିସାରିଛି, ଅର୍ଥାତ୍ ସେ କେତେବେଳେ ମଧ୍ୟ ଆକ୍ରମଣ କରିପାରେ। ତେଣୁ ଆମମାନଙ୍କୁ ପ୍ରଥମେ ନିଜ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ପଡ଼ିବ। ପ୍ରଥମେ ବେଲପତ୍ରର ଏକ ଗୋଲେଇ କର ଓ ନିଜ ହାତରେ ଅଧିକରୁ ଅଧିକ ବେଲପତ୍ର ଧରିବା ପାଇଁ ଚେଷ୍ଟା କର। ଯେତେ ପତ୍ର ସଂଖ୍ୟା ବଢ଼ିବ ସେତେ ଶୀଘ୍ର ତୀବ୍ରତାର ସହିତ ପ୍ରତିକ୍ରିୟା ହେବ। ଏବେ କାମ ଆରମ୍ଭ କର, ସେ କେତେବେଳେ ମଧ୍ୟ ଆସିପାରେ। ଗୋଲେଇ ତିଆରି କରିବା ଆରମ୍ଭ କଲୁ ଆମେମାନେ। ଆମ କାମ ସରିବା ପରେ ପ୍ରଥମେ ନିଶା ଖାଇସାରି ଉଠିଲା। ସେହିଭଳି ଗୋଟି ଗୋଟି କରି ଖାଇଲୁ, କାରଣ ଜଣେ କେହି ନଜର ରଖିବା ଆବଶ୍ୟକ। ଖାଇସାରିବା ପରେ ସମସ୍ତଙ୍କୁ ନିଦ ଆସିବା ସ୍ୱାଭାବିକ, କିନ୍ତୁ ସେଦିନ ନିଦ ଲାଗୁଥିଲେ ମଧ୍ୟ କେହି ଆଖି ପଲକ ପକାଉନଥିଲେ। ମୁଁ କିନ୍ତୁ ସାରା ଦିନର କ୍ଳାନ୍ତି ଆଉ ସହିପାରିଲି ନାହିଁ। ସମସ୍ତଙ୍କୁ ଦାୟିତ୍ୱ ଦେଇ ମୁଁ କିଛି ସମୟ ପାଇଁ ବିଶ୍ରାମ କରିବା ପାଇଁ ସ୍ଥିର କଲି। ମଧ୍ୟରାତ୍ରି ସମୟ ନିଶା ମୋତେ ନିଦରୁ ଉଠାଇ କହିଲା, ଦେଖ ଭାଇ, ବଣ ଭିତରୁ କିଛି ଶବ୍ଦ ଶୁଭୁଛି। ପେଚିନି ସେ ସମୟରେ ଆସି କହିଲା, ପ୍ରସ୍ତୁତ ହୋଇଯାଅ, ସେ ଆସୁଛି। ଶୀଘ୍ର ସମସ୍ତେ ପ୍ରସ୍ତୁତ ରୁହ। ସେହି ରଡ଼ି ଏତେ ଭୟଙ୍କର ଥିଲା ଯେ ଲୋମମୂଳ ଟାଙ୍କୁରି ଉଠୁଥିଲା। ସେହି ସମୟରେ ଆମ ଆଖପାଖର ବୁଦା ଗୁଡ଼ିକରୁ ମଧ୍ୟ ବହୁତ ଜୋରରେ ଶବ୍ଦ ଆସୁଥାଏ। ଚାରିଆଡ଼ୁ ଭୟ, କେଉଁଠୁ କେତେବେଳେ ବି ସେ ଆକ୍ରମଣ କରିପାରେ। ବହୁତ ଦମ୍ଭ ଧରି ବେଲପତ୍ର ଗୁଡ଼ିକୁ ଧରି ସବୁ ଏକା ସ୍ୱରରେ କହିଲୁ, ତୁ ଯେ କେହି ବି ଆମ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଯା ଆଉ ଆମ ସାମ୍ନାକୁ ଆସ। ସେହି ସମୟରେ ହଠାତ୍ କିଛି ଦୂରରୁ ଆମକୁ ଘୋଡ଼ା ପରି ଟପ୍ ଟପ୍ ଶବ୍ଦ ଶୁଭିଲା। କିଛି ସେକେଣ୍ଡ ଭିତରେ କେହି ଜଣେ ପଛପଟୁ ବହୁତ ଜୋରରେ ଶବ୍ଦ କରି ଡେଇଁଲା। ପଛକୁ ବୁଲି ଦେଖିଲା ବେଳକୁ ଏକ 10 ଫୁଟିଆ ଦାନବ ଆମ ଆଗରେ ଠିଆ ହୋଇଥିଲା। ତା'ର ମୁହଁ ଏକ ଷଣ୍ଢ ଭଳି ଓ ତା ଛାତିରୁ ଜଙ୍ଘ ପର୍ଯ୍ୟନ୍ତ ମଣିଷ ଓ ତାପରେ ଜଙ୍ଘଠାରୁ ଶେଷ ପର୍ଯ୍ୟନ୍ତ ଷଣ୍ଢର ଗୋଡ଼। ପାଦ ବଦଳରେ ସେଠି ଥିଲା ଖୁରା। ସେ ଥିଲା ସମ୍ପୂର୍ଣ୍ଣ ଉଲଗ୍ନ। ତା'ର ଥିଲା ଏକ ଲାଞ୍ଜ, ତା ସହିତ 2ଟି ସିଂହ। ସେ ଏକ ଭୟାନକ ରଡ଼ିଟେ ଛାଡ଼ି ବହୁତ ଜୋରରେ ହସିବା ଆରମ୍ଭ କଲା ଓ କହିଲା, ତୁମେ ଖେଳନା ଭଳି କେତୋଟି ପିଲା ମିଶି ମୋତେ ନଷ୍ଟ କରିବ। ଏହା କହି ସେ ଆମମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିଲା। ସେ ପ୍ରଥମ ଥର ଆକ୍ରମଣ କଲା ଓ ଖୁସିକୁ ଧରି ପକାଇଲା। ସେହି ସମୟରେ ଖୁସି ନିଜର ବୁଦ୍ଧିର ପ୍ରୟୋଗ କରି ଓମ୍ ନମଃ ଶିବାୟ ବହୁତ ଜୋରରେ ଜପିବା ଆରମ୍ଭ କରିଲା। ଏହା ଶୁଣି ବିସୀମାକୁ ଏତେ ଜୋରରେ କଷ୍ଟ ହେଲା ଯେ ସେ ଖୁସିକୁ ଚୁପଚାପ ତଳେ ଥୋଇଦେଲା ଓ ନିଜ କାନକୁ ବହୁତ ଶକ୍ତରେ ସହିତ ବନ୍ଦ କରିଦେଲା।
ଏଥର ସମସ୍ତେ ତାକୁ ଚାରିପଟୁ ଘେରି ଯାଇ ସେହି ଗୋଲେଇ ଭିତରକୁ ନେବା ପାଇଁ ଚେଷ୍ଟା କଲୁ, କିନ୍ତୁ ସେ ଗୋଲେଇ ଭିତରକୁ ଯିବା ପାଇଁ ପ୍ରସ୍ତୁତ ହିଁ ନଥିଲା। ତେଣୁ ବେଲପତ୍ର ଦେଖାଇ ଭିତରକୁ ନେବା ପାଇଁ ଚେଷ୍ଟା କଲୁ, କିନ୍ତୁ କିଛି ଲାଭ ହେଲା ନାହିଁ। ତେଣୁ ମୁଁ ଖୁସି ଓ ନିଶାକୁ କହିଲି ଯେ ଜପ ଜାରି ରଖ, ତାକୁ ଅଟକାଇ ରଖିବା ପାଇଁ। ଏବଂ ମୁଁ ଓ ରାଜେଶ ଯାଇ ବେଲପତ୍ର ଗୁଡ଼ିକୁ ସେଠାରୁ ଆଣି ବିସୀମା ବସିଥିବା ସ୍ଥାନ ଚାରିପଟେ ଗୋଲେଇ ତିଆରି କଲୁ। ସେହି ସମୟ ଭିତରେ ବିସୀମା ଏତେ ଦୁର୍ବଳ ହୋଇଯାଇଥାଏ ଯେ ସେ ଉଠିବା ପାଇଁ ମଧ୍ୟ ବଳ ପାଉନଥାଏ। ସେ ବାରମ୍ବାର ଆମକୁ ଜପ ବନ୍ଦ କରିବା ପାଇଁ କହୁଥିଲା, କିନ୍ତୁ ଆମେ ଏକ ରାକ୍ଷସର କଥାକୁ କିଭଳି ସହଜରେ ମାନିଯିବୁ। ସେହି ସମୟ ଭିତରେ ଗୋଲେଇ ତିଆରି ହୋଇଗଲା, କିନ୍ତୁ ସେ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ସେ ବହୁତ କାକୁତି ମିନତି ହେଲା। ତେଣୁ ଆମେମାନେ ମନ୍ତ୍ର ପଢ଼ିବା ବନ୍ଦ କରିଦେଲୁ। ସେ ଏବେ ପର୍ଯ୍ୟନ୍ତ ଗୋଲେଇ ଭିତରେ ହିଁ ଥିଲା ଓ ଆମକୁ ଗୋଲେଇ ଭାଙ୍ଗି ତାକୁ ବାହାରକୁ ବାହାର କରିବା ପାଇଁ କହୁଥିଲା। କିନ୍ତୁ ସେହି ସମୟରେ ପେଚିନି ଆସି ପହଞ୍ଚିଲା ଏବଂ କହିଲା, ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ କାହିଁକି କରିନ? ସମସ୍ତେ ବିସୀମାର ବିନତି ବିଷୟରେ ତାକୁ ଜଣାଇଲୁ। ବୁଢ଼ୀ ପ୍ରଥମେ ତା ପାଖରେ କିଛି ସମୟ ବସିଲା ଓ ତାପରେ ପଚାରିଲା, କ'ଣ ତୁମେ ଏଭଳି ଅଭିଶପ୍ତ ହୋଇ ଚିରକାଳ ପର୍ଯ୍ୟନ୍ତ ଏଭଳି ଜୀବନ କାଟିବା ପାଇଁ ଚାହୁଁଛ? ଦେଖ, ଏହା ତୁମେ ଏକ ପରାଜୟ ବୋଲି ଭାବ ନାହିଁ, ଏହାକୁ ଏକ ସୁଯୋଗ ଭାବ ଓ ଏକ ନୂଆ ଜୀବନ ଆରମ୍ଭ କର। କିଛି ସମୟ ଭାବି ବିସୀମା ହଁ କହିଲା। ସବୁଜ ସଂକେତ ମିଳିବା ପରେ ସମସ୍ତେ ହାତ ଧରାଧରି ହୋଇ ପ୍ରକ୍ରିୟା ଆରମ୍ଭ କଲୁ। କିଛି ସମୟ ପରେ ଦେଖିଲୁ ତଳେ ପଡ଼ିଥିବା ବେଲପତ୍ର ଗୁଡ଼ିକ ଉପରକୁ ଉଠୁଛି ଏବଂ କିଛି ସମୟ ପରେ ସେହି ବେଲପତ୍ର ଗୁଡ଼ିକ ଉଡ଼ିବା ଆରମ୍ଭ କଲା ଏବଂ ବିସୀମାର ଚାରିପଟେ ଗୋଲ ଗୋଲ ହୋଇ ବୁଲିବାକୁ ଲାଗିଲା। 90 ଥର ଜପ ସରିଲାଣି। ଏଥର ବିସୀମା ଠିଆ ହୋଇ ନିଜ ଆଖି ଦୁଇଟି ବନ୍ଦ କଲା ଓ 108 ହେବା ମାତ୍ରେ ଏକ ଉଜ୍ଜଳ ରଶ୍ମି ସହିତ ପତ୍ର ଗୁଡ଼ିକ ଖୁବ୍ ବେଗରେ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଲା। ବିସୀମା ଆଉ ସେଠାରେ ନଥିଲା।